ଭାରତବର୍ଷର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐକ୍ୟର ଝଲକ ହେଉଛି ପବିତ୍ର ମହାକୁମ୍ଭ ମେଳା। 144 ବର୍ଷ ପରେ ପୁଣି ଥରେ ଏହି ବିଲକ୍ଷଣ ମୁହୂର୍ତ୍ତର ହୋଇଛି ଆଗମନ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମାନ୍ୟବର ନରେନ୍ଦ୍ର ମୋଦିଙ୍କ ସବଳ ନେତୃତ୍ୱ ଓ ଉତ୍ତରପ୍ରଦେଶ ସରକାରଙ୍କ ଉଚ୍ଚକୋଟୀର ବ୍ୟବସ୍ଥା ମଧ୍ୟରେ ଦେଶ ବିଦେଶରୁ ଏହି ବିଶାଳ ଆୟୋଜନର ସାକ୍ଷୀ ହେବା ପାଇଁ କୋଟି କୋଟି ଶ୍ରଦ୍ଧାଳୁଙ୍କର ସମାଗମ ହେବାକୁ ଯାଉଛି। ଓଡ଼ିଶାବାସୀଙ୍କୁ ଏହି ମହାକୁମ୍ଭ ମେଳାର ଦିବ୍ୟ ଅନୁଭବର ସୌଭାଗ୍ୟ ଦେବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦିଗ୍ଦର୍ଶନରେ ଓଏସ୍ଆର୍ଟିସି ନେଇଛି ଏକ ଭକ୍ତିପୂର୍ଣ୍ଣ ପଦକ୍ଷେପ। 4 ପ୍ରମୁଖ ସହର ପୁରୀ, ସମ୍ବଲପୁର, ଭବାନୀପାଟଣା ଏବଂ ବ୍ରହ୍ମପୁରରୁ ବାରାଣସୀ ଓ ପ୍ରୟାଗରାଜ ଦେଇ ପ୍ରତି ମାର୍ଗରେ 2ଟି ଲେଖାଏଁ ବସ୍ ଜାନୁଆରୀ 12 ତାରିଖରୁ ଫେବୃଆରୀ 26 ତାରିଖ ପର୍ଯ୍ୟନ୍ତ ନିୟମିତ ବ୍ୟବଧାନରେ ଅଯୋଧ୍ୟା ଅଭିମୁଖେ ଯାତାୟାତ କରିବ। ଏହାର ସଫଳତା ପାଇଁ ମାନ୍ୟବର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତିଭୂଷଣ ଜେନାଙ୍କ ଆନ୍ତରିକତା ଉଲ୍ଲେଖଯୋଗ୍ୟ। ସମସ୍ତ ଆଧୁନିକ ସୁବିଧା ଓ ଅତି ସୁରକ୍ଷିତ ବ୍ୟବସ୍ଥାରେ ସଜ୍ଜିତ ଏହି ବସ୍ଗୁଡ଼ିକ ଯାତ୍ରୀମାନଙ୍କୁ ସୁଖଦ ଯାତ୍ରାର ଅନୁଭୂତି ଦେବା ପାଇଁ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ। ଯାତ୍ରା ମାର୍ଗରେ ସ୍ଥିରୀକୃତ ସ୍ଥାନମାନଙ୍କରେ ଜଳପାନ, ଭୋଜନ ଏବଂ ଶୌଚାଦିର ଉପଯୁକ୍ତ ସୁବିଧା ରହିଛି। ଯାତ୍ରୀମାନଙ୍କର ସୁବିଧା ପ୍ରତି ବ୍ୟକ୍ତିଗତ ଭାବରେ ଦେଖାଶୁଣା କରିବା ପାଇଁ ବସ୍ ମଧ୍ୟରେ ଓ ଅଯୋଧ୍ୟାରେ ଓଏସ୍ଆର୍ଟିସିର କର୍ମଚାରୀ ଓ ଅଧିକାରୀମାନଙ୍କୁ ନିଯୁକ୍ତ କରାଯାଇଛି। ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଏହି ସ୍ୱତନ୍ତ୍ର ବସ୍ ସେବାର ଶୁଭାରମ୍ଭ କରାଯାଇ ଓଡ଼ିଶା ପରିବହନ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ହେଉଛି। ଓଡ଼ିଶାବାସୀଙ୍କୁ ଆଧ୍ୟାତ୍ମିକତାର ଶିଖରରେ ବିଚରଣ କରିବାର ପରମ ସୌଭାଗ୍ୟ ପ୍ରଦାନ କରି ବାଣିଜ୍ୟ ଓ ପରିବହନ ବିଭାଗ ନିଜକୁ ଧନ୍ୟ ମଣୁଛି।